ଜାଣୁଛି ଏବଂ ଯେତେ କନିଷ୍ଠ ବ୍ୟକ୍ତି ବିଶେଷ ସମସ୍ତଙ୍କୁ ମୋର ସସ୍ନେହ ଶୁଭାଶୀର୍ବାଦ ପ୍ରଦାନ କରୁଛି। ତେବେ এই ଗାଁ ଆଜି ସାରା ଓଡ଼ିଶାରେ ଗୋଟେ ଚର୍ଚ୍ଚିତ ଗାଁ। এই ଗାଁ ଧନ୍ୟ ହେଇଛି କ୍ୟାବିନେଟ୍ ମନ୍ତ୍ରୀ ଯିଏକି ଅଛନ୍ତି ମୁକେଶ ମହାଲିକ, ଅତି ପରିଚିତ ମାନ୍ୟବର ମୁଖ୍ୟମନ୍ତ୍ରୀ ମାନ୍ୟବର ମନ୍ତ୍ରୀ ମହୋଦୟଙ୍କ ପାଇଁ। ଆଉ এই ମଞ୍ଚ ଧନ୍ୟ ହେଇଛି ଆଉ ଜଣେ ବ୍ୟକ୍ତି ବିଶେଷ ଯିଏକି ମଞ୍ଚ ଉପରେ ଉପସ୍ଥିତ ଅଛନ୍ତି। এই ସ୍କୁଲର ପ୍ରଡକ୍ଟ ବା ଉତ୍ପାଦ ତାଙ୍କୁ ମଧ୍ୟ ନେଇକରି এই ଗାଁ ଗର୍ବ କରୁଛି। ଏବଂ ଯେଉଁ ଢାଞ୍ଚାରେ ଗୁରୁଜନମାନଙ୍କୁ ପୂଜନ କରାଗଲା ସେଇଟା ତ ମୋ ମନକୁ ଭାରି ମନଛୁଆଁ ହେଇଛି। ତେବେ କିଛି କହିବା ପୂର୍ବରୁ କିଛି ଅଭିଯୋଗ ଆଣିବି, ସେଇଟା କେତେ ଦୂର ସତ ଆପଣମାନେ ବିଚାର କରିବେ। ତ ଯେତେବେଳେ ବକ୍ତବ୍ୟ ରଖୁଥିଲେ ଗୁରୁ ପୂଜନ ସମୟରେ ଯେତେବେଳେ ସୁଯୋଗ ଦିଆଗଲା, ଆମର ଶିକ୍ଷାବିତ ତରୁଣୀ ସେନ ପ୍ରଧାନ ମହୋଦୟଙ୍କୁ ସେ ବହୁତ କଥା କହିଲେ ଏବଂ ଆମେ ଏତେବେଳ ପର୍ଯ୍ୟନ୍ତ ଅନୁଶୀଳନ କରୁଛୁ ଯେ ପ୍ରାଇଭେଟ୍ ସ୍କୁଲ କାହିଁକି ଆଗକୁ ଯାଉଛି ଏବଂ ଗଭର୍ଣ୍ଣମେଣ୍ଟ ସ୍କୁଲ କାହିଁକି ଆସ୍ଥା ବିଶ୍ୱାସ ତୁଟେଇ ଦେଉଛି। ଏଇଟା ତ ମୁଖ୍ୟ କଥା। କି ମୁଁ ତ ଗୋଟେ କଥା କହୁଛି ଯେ এই ସ୍କୁଲ ଉପରେ ବାପା ମା' ମାନଙ୍କର ଆସ୍ଥା ବିଶ୍ୱାସ ନାହିଁ, ମୋଟେ ନାହିଁ। କାରଣ ଯଦି 85 ଯଦି ଛୁଆ ଅଛନ୍ତି ତାହେଲେ 85 ବାପା ରହିବା କଥା, 85 ମା' ରହିବା କଥା। କାହିଁ ସେମାନେ ତ କିଛି ଅନୁଭବ କରୁନାହାନ୍ତି। ନିଜ ଛୁଆ ପାଇଁ କେବଳ ଗୋଟେ ଦିନ ଦେଇପାରୁନାହାନ୍ତି, ଗୋଟେ ଦିନ। ବହୁତ ଲଜ୍ଜା ଲାଗୁଛି। ଏଇଟା ହୁଏତ ଆପଣଙ୍କୁ ଖରାପ ଲାଗିପାରେ। ଆଉ ମୋବାଇଲ ପାଇଁ ଯାହା ହେଉଛି ତାହା ନ କହିବା ଭଲ। ମା' ମାନେ ରାନ୍ଧୁଛନ୍ତି, ସବୁ ପଡ଼ିଗଲାଣି, ମୋବାଇଲ ଦେଖା